ଯେତେବେଳେ କୋର୍ଟରେ ଗୋଟେ କେସ୍ ପ୍ରୋସିଡ଼ିଂ ଥାଏ ସେତେବେଳେ ପୋଲିସ ବାବୁ ହୁଅନ୍ତୁ କିମ୍ବା ଇଡି ଅଧିକାରୀ ହୁଅନ୍ତୁ କିମ୍ବା ଯେକୌଣସି ଜୁଡ଼ିସିଆଲର ଯେଉଁମାନେ ଅଛନ୍ତି ଅଧିକାରୀ ତ ସେମାନେ କୌଣସି ଆକ୍ସନ୍ ନେଇପାରିବା କଥା ନୁହେଁ। କିନ୍ତୁ ଯଦି ବର୍ତ୍ତମାନ ଇଡି ଜିତିଲା କିମ୍ବା ଇଡି ପାଖରେ ସମସ୍ତ ତଥ୍ୟ ପ୍ରମାଣ ମିଳିଗଲା ତାହେଲେ ଇଡି ବର୍ତ୍ତମାନ ପ୍ରେସ୍ ମିଟ୍ କରି କେତେ ସମ୍ପତ୍ତି କେତେ ଗାଡ଼ି କେତେ କ'ଣ ଆଟାଚ୍ ଟୋଟାଲ୍ କରିବା ପାଇଁ ଆଗ ପ୍ରେସ୍ ମିଟ୍ ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଏ। କାହିଁକି ନା ଇଡି ହେଉଛି ଗୋଟେ କେନ୍ଦ୍ରୀୟ ସଂସ୍ଥା, ତେଣୁ କେନ୍ଦ୍ରୀୟ ସଂସ୍ଥା ହିସାବରେ ତ ଯେତେବେଳେ ଇଡି ବର୍ତ୍ତମାନ କାର୍ଯ୍ୟ କରୁଛି ଜନତାଙ୍କ ସ୍ୱାର୍ଥ ପାଇଁ ପବ୍ଲିକଙ୍କ ସ୍ୱାର୍ଥ ପାଇଁ କାମ କରିବା କଥା। ତେଣୁ ଏଇ ଯେଉଁ ହଠାତ୍ ଆସି ତା'ର ଘରଟିକୁ ସିଜ୍ କଲେ ସେଇଟା ସମ୍ପୂର୍ଣ୍ଣ ରୂପେ ମାନେ ଗ୍ରହଣୀୟ ନୁହେଁ। କାହିଁକି ନା ଯେତେବେଳେ କେସ୍ କୋର୍ଟରେ ପେଣ୍ଡିଂ ଅଛି, ଯଦି ଆପଣ ଘରଟାକୁ ସିଜ୍ ସେବେଠୁ କରିଥାନ୍ତେ, ଯେବେଠାରୁ ଗାଡ଼ିକୁ ସିଜ୍ କଲେ ଘର ବି ସିଜ୍ କରିପାରିଥାନ୍ତେ। ତେଣୁ ସେଇ ଯେଉଁ ଜିନିଷଟି ନ କରିକି ଏବେ ଯେଉଁ ତରବରିଆ ଭାବେ କରିଛନ୍ତି, ମୋର କ୍ଲାଏଣ୍ଟ କହିବା ଅନୁସାରେ ତ କିଛି ପଇସା ଡିଲ୍ ପାଇଁ ଇଡି ଅଧିକାରୀ କହିଥିଲେ ବୋଲି ବର୍ତ୍ତମାନ ମୋର କ୍ଲାଏଣ୍ଟ ଯାହା କହିବା କଥା। ତେଣୁ ସେ ଯେତେବେଳେ ସେ ପଇସାରେ କିମ୍ବା ସେଇ ବାବଦରେ ରାଜି ନ ହୋଇଥିଲା ତ ତାପରେ ଗୋଟେ ଜବରଦସ୍ତ ଘରଟିକୁ ସିଲ୍ କରିବା ପାଇଁ ସେମାନେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତ ସେଇଟା ସମ୍ପୂର୍ଣ୍ଣ ଯେଉଁ ଅର୍ଚ୍ଚନାଙ୍କ ବାପା ଯେଉଁ କହିଛନ୍ତି 50 ଲକ୍ଷ ଟଙ୍କା ଇଡି ମାଗୁଛି, ଏଇଟା କେତେଦୂର ଠିକ୍, ସତ ନା ମିଛ ଅଛି ଭିତରେ? ଯେ ଆଜ୍ଞା ଦେଖନ୍ତୁ, ଯଦି ସେମାନେ ପ୍ରେସ୍ ମିଟ୍ କରିଥାନ୍ତେ ନୋଟିସ୍ଟା ତ ଜଣେ ଓକିଲ କରିପାରିବ। ତେଣୁ ତାଙ୍କ ବାପାକୁ ମାଗିଛି ବୋଲି ତାଙ୍କ ବାପା କହିଲେ କି ତାଙ୍କୁ ମାଗିଛି ବୋଲି ସେ କହିଲେ। ତେଣୁ ମୁଁ ତାଙ୍କର ଓକିଲ ହିସାବରେ ତାଙ୍କ ପାଟିରୁ ଯାହା ଶୁଣିଲି କିମ୍ବା ତାଙ୍କଠାରୁ ଓକିଲାତନାମାରେ ପାୱାର ନେଲି ତ ତାଙ୍କ କଥା ଗଣମାଧ୍ୟମରେ ଓଡ଼ିଶାବାସୀଙ୍କୁ ଜଣାଇଲି। ତେଣୁ ସେ ମାଗିଲା ବେଳେ ମୁଁ ନଥିଲି କି ମାଗିଲା ବେଳେ ମୁଁ ଦେଖିନଥିଲି। କିନ୍ତୁ ଯାହା କ୍ଲାଏଣ୍ଟ ଆଜି ପର୍ଯ୍ୟନ୍ତ ଅର୍ଚ୍ଚନାକୁ ନୋଟିସ୍ ହେଉଥିଲା, ସେ ଆଜି ପର୍ଯ୍ୟନ୍ତ କାହିଁ ଘର ଛାଡ଼ି ନଥିଲେ କ'ଣ? ନାଇଁ ନୋଟିସ୍ ଏବେ 25 ଡେଜ୍ର ନୋଟିସ୍ ହେଇଥିଲା, 25 ଡେଜ୍ କାଲିକି ହେଇଥିଲା। ତ ସେଇ ବାବଦରେ ବର୍ତ୍ତମାନ ଇଡି କୋର୍ଟରେ ମଧ୍ୟ କାଉଣ୍ଟର ଫାଇଲ୍ କରାଯାଇଛି, ଯେଉଁଟାକି ଷ୍ଟେ କରିବା ପାଇଁ ତ ନୋଟିସ୍ଟା ସେ ଦେଇଥିଲେ ଷ୍ଟେ କରିବା ପାଇଁ ତ ଫାଇଲିଂ ହେଇଛି। କିନ୍ତୁ ତା'ର ଜଜମେଣ୍ଟ କାଳେ ମଣ୍ଡେରେ ଆସିଯିବ, ସୋମବାରକୁ ମଧ୍ୟ ତାଙ୍କର ହିୟରିଂ ରହିଛି। ତେଣୁ ସେଇ ସୋମବାର ପର୍ଯ୍ୟନ୍ତ ଇଡି ଅପେକ୍ଷା ନ କରି ଯେଉଁ ସିଲ୍ କରିଛନ୍ତି ସେଇଟା ନିଶ୍ଚିନ୍ତ ରୂପେ ଆଜି ନହେଲେ କାଲି କି କାଲି ନହେଲେ ପରଦିନ ଆମେ ନିଶ୍ଚିନ୍ତ ଅର୍ଡ଼ର ଆଣିବୁ, ଆଉ ସେ ଘରକୁ ମଧ୍ୟ ନିଶ୍ଚିନ୍ତ ଖୋଲିବୁ। ତେଣୁ ଏଇଟା କାଲି ଯେଉଁ ଜବରଦସ୍ତ ଗୋଟେ କାମ କଲାଭଳି ଜିନିଷଟି ହେଇଛି, ଏଇଟା ସମ୍ପୂର୍ଣ୍ଣ ରୂପେ ଏଇଟା ନିନ୍ଦନୀୟ, ଗ୍ରହଣୀୟ ଯୋଗ୍ୟ ନୁହେଁ। ଆଉ ତା ସହିତ ଯେଉଁ ଅଧିକାରୀମାନେ ଏଇ କାମ କରିଛନ୍ତି ତାଙ୍କ ନାମରେ ମହିଳା ଥାନାରେ ଡିସିପିଙ୍କ ପାଖରେ ଆଗରୁ ମଧ୍ୟ ଅଭିଯୋଗ ହୋଇସାରିଛି। ଆପଣ ଭାବୁଛନ୍ତି କି ଉପରେ ଉପରକୁ ଚାପ ପଡ଼ୁଛି ବୋଲି? ଦେଖନ୍ତୁ, ଉପର ଚାପ କି ତଳ ଚାପ ସେଇଟା ତ ସାଙ୍ଗେ ସାଙ୍ଗେ ଓକିଲ କହିପାରିବ ନାହିଁ, ଯେହେତୁ କେସ୍ଟି 3 ବର୍ଷ ହେଲା ପେଣ୍ଡିଂ ରହିଛି। ତେଣୁ କେସ୍ଟି ତ ପେଣ୍ଡିଂ ରହିଛି, ସେଇ ବାବଦରେ ସମସ୍ତେ ଗଣମାଧ୍ୟମ ହୁଅନ୍ତୁ ସାଧାରଣ ଜନତା ହୁଅନ୍ତୁ କୋର୍ଟକୁ ସମ୍ମାନ ଦେଇ କୋର୍ଟର ରାୟକୁ ଅପେକ୍ଷା କରିବା ଦରକାର। ଯଦି ଜଜମେଣ୍ଟରେ ବାହାରିଥାନ୍ତା ଯେ ସମ୍ପୂର୍ଣ୍ଣ ଦୋଷୀ, ତାହେଲେ ତ ସେମାନେ ଇଡି ଅଧିକାରୀ ଆସି ସେ ତାଙ୍କର କାର୍ଯ୍ୟକ୍ରମ କରିଥାନ୍ତେ କିମ୍ବା ତାଙ୍କର ଆକ୍ସନ୍ ଯାହା ନେବା କଥା ନେଇଥାନ୍ତେ, ତ ସେଇଟା ଗ୍ରହଣୀୟ ଯୋଗ୍ୟ ହେଇଥାନ୍ତା। କିନ୍ତୁ ସେମିତି କୌଣସି ଅର୍ଡ଼ର କୋର୍ଟରୁ ହେଇନାହିଁ, ଯେଉଁଟାକି ଖାଲି ନୋଟିସ୍ କରିଦେଇକିରି ଘର ସିଲ୍ କରିବା ପାଇଁ। ଏଇଟା ଅଧିକାରୀମାନେ ଯେମିତି କିଛି ଜାଗାରେ ପୋଲିସ ବାବୁ ବର୍ଦ୍ଦିରେ ପିନ୍ଧିଲା ବେଳେ ବର୍ଦ୍ଦି ଥିଲାବେଳେ କିଛି ଭୁଲ କରି ବସନ୍ତି ତ କିଛି ପୋଲିସ ମଧ୍ୟ ବଦନାମ ହୁଅନ୍ତି ଏଇ ଜଣକ ପୋଲିସ ପାଇଁ। ତ ସେମିତି ଇଡି ଅଧିକାରୀ ଯାହା ଘଟଣା ଘଟେଇଛନ୍ତି ସେଇଟା ଆମେ ନିଶ୍ଚିନ୍ତ କୋର୍ଟରେ ହିୟରିଂରେ ଆମେ ଷ୍ଟେ ଆଣିବୁ। ଆଉ ବର୍ତ୍ତମାନ ଯେଉଁ ସିଲ୍ କରାଯାଇଛି ସିଲ୍ ଖୋଲିବା ପାଇଁ ମଧ୍ୟ ଆମେ କୋର୍ଟ ଜରିଆରେ ମାନ୍ୟବର ଅଦାଲତ ଜରିଆରେ ଆମେ କାର୍ଯ୍ୟକାରୀ